ବିଜୁଳି ଏବଂ ପାନୀୟ ଜଳର ସମସ୍ୟା ଭୋଗୁଛନ୍ତି ଦେଶିଲି ଗ୍ରାମର ଡୁଙ୍ଗୁରିପଡ଼ା ବାସୀ। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପୌର ପରିଷଦର ମହାରାଜ ସାଗର କଡ଼ରେ ରହିଥିଲେ ଅନେକ ପରିବାର। ଖୁବ୍ ଶାନ୍ତିରେ ତାଙ୍କ ଜୀବନ ଜୀବିକା ନିର୍ବାହ କରି ଅଭାବ ଅସୁବିଧା ମଧ୍ୟରେ କଷ୍ଟେମଷ୍ଟେ ଚଳି ଯାଉଥିଲେ ସମସ୍ତେ। ଅଭାବ ଗ୍ରାସ କରିଥିଲେ ମଧ୍ୟ ଖୁବ୍ ଶାନ୍ତିରେ ଜୀବନ କାଟୁଥିଲେ ମହାରାଜ ସାଗର କଡ଼ରେ ରହୁଥିବା ପରିବାର। ସେହି ସୁଖର ସଂସାର ମଧ୍ୟରେ ସେଠାରେ ରହୁଥିବା ପରିବାରବାସୀଙ୍କ ପାଇଁ ହଠାତ୍ ଘଟି ଆସିଥିଲା ଅଦିନିଆ କାଳବୈଶାଖୀର ଝଡ଼। ଟିଟିଲାଗଡ଼ ପୌର ପରିଷଦ ପକ୍ଷରୁ ମହାରାଜ ସାଗରର ଉନ୍ନତିକରଣ ପାଇଁ ଉଚ୍ଛେଦ କରିବାର ସତର୍କ ସୂଚନା ଦେଖାଦେଲା। ଅନେକ ପରିବାରଙ୍କ ମୁଣ୍ଡ ଉପରେ ପଡ଼ିଗଲା ଅସହାୟତାର ଚଡ଼କ। ନିଜର ସୁଖ ଦୁଃଖର ସଂସାର ବୋଝକୁ ନେଇ କେଉଁଠି ରହିବେ ଚିନ୍ତାଗ୍ରାସ କରି ବସିଲା ସମସ୍ତଙ୍କ ମୁଣ୍ଡରେ। ଚିନ୍ତାରେ ଭୋକ ଥିଲେ ମଧ୍ୟ ଖାଇବାକୁ ଇଚ୍ଛା ହେଲା ନାହିଁ। ଆଖିରେ ଅନେକ ନିଦ ରହିଥିଲେ ମଧ୍ୟ ଆଖିକୁ ନିଦ ଆସିଲା ନାହିଁ। ଭୋକ ଉପାସରେ ରହି କେବଳ ନିରାଶ ଠାଣିରେ ଚାହିଁ ରହିଥାନ୍ତି କେଉଁଆଡ଼େ ନେବେ ତାଙ୍କ ସୁଖ ସଂସାର। ସମୟକ୍ରମେ ମହାରାଜ ସାଗରକୁ ଉନ୍ନତିକରଣ କରିବା ପାଇଁ ସେଠାରେ ରହୁଥିବା ପରିବାରବର୍ଗଙ୍କୁ ଉଚ୍ଛେଦ କରାଗଲା। ଥଇଥାନର ପ୍ରତିଶ୍ରୁତି ଦେଇ ସେଠାରୁ 4 କିଲୋମିଟର ଦେଶିଲି ଗ୍ରାମର ଡୁଙ୍ଗୁରି ପଥ ଭଟ୍ଟାରେ ଥଇଥାନ ମଧ୍ୟ କରାଗଲା। ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ମଧ୍ୟ ଦିଆଗଲା। ସେହି ଡୁଙ୍ଗୁରିପଡ଼ା ବାସୀ ଏବେ ଭୋଗୁଛନ୍ତି ନାହିଁ ନଥିବା ଦୁର୍ଦ୍ଦଶା। ଏହା ମଧ୍ୟରେ ବିତିଯାଇଛି ଦୀର୍ଘ 6 ବର୍ଷର ଏକ ଲମ୍ବା ସମୟ। ପ୍ରଶାସନର ପ୍ରତିଶ୍ରୁତିରେ ରହିଗଲା। ନା ମୁକ୍ତି ମିଳିଲା ପିଇବା ପାଣିର ସମସ୍ୟା, ନା ମିଳିଛି ବିଜୁଳି ଆଲୁଅର ସୁବିଧା। କାଳି ଅନ୍ଧକାର ମଧ୍ୟରେ ଜୀବନ ବିତାଉଥିବା ବିସ୍ଥାପିତଙ୍କ ସମସ୍ୟା ପ୍ରତିଶ୍ରୁତି ଦେଇଥିବା ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇବା ପାଲଟିଗଲା ସାତ ସପନ। ସନ୍ଧ୍ୟା ହେଲା ମାନେ ଅନ୍ଧକାରର କଳା ଛାଇରେ ହଜିଯାଉଛି ଏହି ଗାଁଟି। 6 ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରଶାସନର ପ୍ରତିଶ୍ରୁତି ଠପ୍ ହୋଇଯାଇଛି। ଗାଁର ପିଲାମାନେ ପାଠ ପଢ଼ିବା ପାଇଁ ସୋଲାର ଲାଇଟକୁ ଭରସା କରିଛନ୍ତି। ତଥାପି ସୋଲାର ଚାର୍ଜ କରି ରାତିରେ ପାଠ ପଢ଼ିବାରେ ପିଲାମାନଙ୍କ ଅସୁବିଧା ହେଉଛି। ପାନୀୟ ଜଳ ସମସ୍ୟା ନ କହିବା ଭଲ। ସପ୍ତାହରେ କେବଳ 2-3 ଦିନ ଟ୍ୟାଙ୍କର ଯୋଗେ ପାଣି ଯୋଗାଉଥିଲେ ମଧ୍ୟ ଚଳିବା ପାଇଁ କଷ୍ଟକର ହୋଇପଡ଼ୁଛି। ଯଦି ପ୍ରଶାସନ ତରଫରୁ ପାଇପ୍ ଯୋଗେ ପାଣି ଯୋଗାଇ ଦେବା ସହିତ ବିଜୁଳି ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ହୋଇପାରିନାହିଁ। ରାତିରେ ଅଞ୍ଚଳବାସୀ ଭୟଭୀତ ହୋଇ ଜୀବନ କାଟୁଥିବା ବେଳେ ଉପାୟ ନ ପାଇ ଗଣମାଧ୍ୟମ ଦ୍ୱାରା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଚେଷ୍ଟା କରିଛନ୍ତି। ଟିଟିଲାଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାରଙ୍କ ଦୃଷ୍ଟିଗୋଚର କରି ଏହାର ତୁରନ୍ତ ପଦକ୍ଷେପ ନେବା ଆଶାରେ ଅଞ୍ଚଳବାସୀ ଗଣମାଧ୍ୟମକୁ ଜଣାଇଛନ୍ତି। ବଲାଙ୍ଗୀରରୁ ସନ୍ତୋଷ କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଏବି ନ୍ୟୁଜ୍।